ଧାନ ଏଇଠି ତଳା କରିଥିଲେ ଏଇ ପଛପଟେ ଦେଖିପାରୁଥିବେ। ଏଇ ତଳିକୁ ଆମେ ପସନ୍ଦ କଲିନି କାରଣ ଏଇଟା ବହୁତ ହାଲୁକା ଧାନ ଆଉ ବର୍ଷା ଛାଡ଼ିବା ପୂର୍ବରୁ ଧାନ ବାହାରିଯିବ। ସେଥିପାଇଁ ଏଇ ତଳିକୁ ଆମେ ଲଗାଇଲେନି ବା ଚାରା ରୋପଣ କଲେ ନାହିଁ। ତେଣୁ ଅଲଗା ଆଡ଼େ କଲେକ୍ସନ୍ କରିକି ଆମେ ତଳି ରହିଲୁ। ବହୁତ ବଡ଼ ବଡ଼ ହେଇଯାଇଛି ତଳି ଦେଖନ୍ତୁ। ବର୍ଷା ଛାଡ଼ି ନଥିବ, ଇଏ ପାଚି ଯାଇଥିବ, ସେଇଥିପାଇଁ ଏ ତଳିକୁ ଆମେ ରଖିଥିଲେ। ଦେଖିପାରୁଥିବେ ଏଇଠି କାଠ, ଏଠି ଆଜି ମୁଁ କାଠ କାଟିଛି। ଏଇ ଯେଉଁ ଦେଖିପାରୁଥିବେ ଏଇଠି ଲମ୍ବା ଗଣ୍ଡି ଦେଖାଉଛି, ବହୁତ ଲମ୍ବା ଥିଲା, ଏତିକି ପର୍ଯ୍ୟନ୍ତ ଥିଲା। ତେଣୁ ସେଇଠୁ କିଛି ମୁଁ ସବୁ ଏଇଗୁଡ଼ା ସବୁ କାଟିଦେଲି। ଆଉ ବର୍ଷା ଦିନ ନୁହଁ, ବର୍ଷା ଦିନ କାଠର ବହୁତ ଅଭାବ ହେଉଛି। ଗୋଟେ ଖରା ଦିନ ଗଛ କଟା ହେଇଥିଲା, ସେଥିପାଇଁ ଗୋଟେ ଗଣ୍ଡି ଏଇଟା ଏତିକି ବଡ଼ ରହିଯାଇଥିଲା, ସେଇଟାକୁ ମୁଁ କାଟିଲି। ଏଇ ଯେଉଁ ପଛପଟେ ଦେଖାଉଛି ଗଛ ଦେଖାଉଛି, ଏଇସବୁ ଏଇଟା ହେଉଛି ଜାହିରା, ଗାଁର ଜାହିରା। ଲୋକମାନେ ଏଠି ପୂଜା ପଟଲ କରନ୍ତି। ଏଇସବୁ ବାଉଁଶ ଗଛ ରହିଛି, ବାଉଁଶ ଗଛଟା ଏଇଟା ଆମର। ତେଣୁ ଏଇ ଭିଡ଼ିଓକୁ ମୁଁ ବେଶୀ ଲମ୍ବା କରୁନାହିଁ। ଆଉ ଭିଡ଼ିଓଟାକୁ କେମିତି ଲାଗିଲା ଗୋଟେ ସବସ୍କ୍ରାଇବ୍ କରନ୍ତୁ ଏବଂ ଗୋଟେ ଲାଇକ୍ କରନ୍ତୁ। ଏଇଠି ମୁଁ ରହିଲି। ଜୟ ଜଗନ୍ନାଥ।